ओम नमो भगवते वासुदेवाय। ଆଜି ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଏକ ଏମିତି ମୋଡ଼ରେ ପହଞ୍ଚିଛେ ଯେଉଁଠି ଜଣେ ପରମ ଜ୍ଞାନୀଙ୍କ ମନରେ ସଂଶୟର ବାଦଲ ଘେରି ରହିଛି। ହଁ, ଆଉ ଏଇଟା କୌଣସି ସାଧାରଣ ଦ୍ୱନ୍ଦ୍ୱ ନୁହେଁ। ଏହା ସେହି ମୂଳ ପ୍ରଶ୍ନ ଯାହା ପ୍ରତ୍ୟେକ ସତ୍ୟ ଖୋଜୁଥିବା ମଣିଷକୁ କେବେ ନା କେବେ ଆନ୍ଦୋଳିତ କରେ। ଏକଦମ। ଆମେ ତୃତୀୟ ସ୍କନ୍ଧର ସପ୍ତମ ଅଧ୍ୟାୟରେ ଅଛୁ। ଏଠି ମୈତ୍ରେୟୀ ଋଷିଙ୍କ କଥା ଶୁଣିବା ପରେ ବି ବିଦୁରଙ୍କ ମନ ଶାନ୍ତ ହେବା ବଦଳରେ ଆହୁରି ଅଧିକ ବିଚଳିତ ହୋଇପଡ଼ିଛି। ଆଉ ଏଇଟା ହିଁ ଏ ଅଧ୍ୟାୟର ସବୁଠାରୁ ଆକର୍ଷଣୀୟ ଦିଗ। ବେଳେବେଳେ ଜ୍ଞାନର ଆଲୁଅ ପଡ଼ିଲେ ହିଁ ଆମର ଅଜ୍ଞାନଟା ଆହୁରି ବେଶୀ ସ୍ପଷ୍ଟ ଦେଖାଯାଏ। ହଁ, ବିଦୁରଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଛି ସେଗୁଡ଼ିକ ଖାଲି ତାଙ୍କର ନୁହେଁ। ଏଟା ଆମ ସମସ୍ତଙ୍କ ଭିତରର ସଂଘର୍ଷର ପ୍ରତିଫଳନ। ତେଣୁ ଆଜିର ଆଲୋଚନା ଏକ ଗଭୀର ମାନସିକ ମନ୍ଥନ ହେବାକୁ ଯାଉଛି। ଏବେ ଚାଲନ୍ତୁ ଏହି ମନ୍ଥନରେ ପ୍ରବେଶ କରିବା। ଏହି ଜ୍ଞାନକୁ ସମ୍ପୂର୍ଣ୍ଣ ଭାବେ ବୁଝିବାକୁ ହେଲେ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ଏଭଳି ଆଲୋଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପ୍ରଥମେ ଶୁଣିବା ଶୁକଦେବ ରାଜା ପରୀକ୍ଷିତଙ୍କୁ ବିଦୁରଙ୍କର ଅବସ୍ଥା ବିଷୟରେ କ'ଣ କହୁଛନ୍ତି। ସୁମଧୁର ସ୍ୱରରେ ଏମନ୍ତେ ମୈତ୍ରେୟ ବାଣୀ ବିଦୁର ଦୃଢ଼ଚିତ୍ତେ ଶୁଣି ଆନନ୍ଦ ମନେ ବ୍ୟାସସୁତ କପଳେ ଦେଇ ବେନିହସ୍ତ ରୋମପୁଲକ ତାର ଦେହି ପୁଛେ ମୈତ୍ରେୟ ମୁଖ ଚାହିଁ ଭୋ ମୁନି ଏ ତ ବିପରୀତ ଭ୍ରମେ ଭ୍ରମଇ ମୋର ଚିତ୍ତ। ଦେଖନ୍ତୁ, ଏଠି କେମିତି ଦୁଇଟି ପରସ୍ପର ବିରୋଧୀ ଭାବ ଏକାଠି ହେଇଛି। ହଁ, ଗୋଟେ ପଟେ ଆନନ୍ଦ ମନେ ଅଛନ୍ତି, ତାଙ୍କ ଦେହ ରୋମପୁଲକ ହେଇଯାଉଛି, ଯାହା ସୂଚଉଛି ଯେ ସେ କଥାର ଗଭୀରତାକୁ ବୁଝିପାରୁଛନ୍ତି। କିନ୍ତୁ ଅନ୍ୟପଟେ ସେ କପାଳରେ ହାତ ଦେଇ ବସିଛନ୍ତି, ଯାହା ଗଭୀର ଚିନ୍ତାର ପ୍ରତୀକ। ଆଉ ସେ ନିଜେ ବି ସ୍ୱୀକାର କରୁଛନ୍ତି ଭ୍ରମେ ଭ୍ରମଇ ମୋର ଚିତ୍ତ। ବୁଦ୍ଧି ଗୋଟେ କଥା କହୁଛି, କିନ୍ତୁ ହୃଦୟ ତାକୁ ପୂରାପୂରି ଗ୍ରହଣ କରିପାରୁନି। ଏକ୍ଜାକ୍ଟଲି। ଆଉ ଏଇ ଭ୍ରମରୁ ହିଁ ଜନ୍ମ ନେଉଛି ସେହି ମହାପ୍ରଶ୍ନ, ଈଶ୍ୱରଙ୍କର ସ୍ୱରୂପ ଆଉ ଏ ସୃଷ୍ଟିର ସମ୍ପର୍କକୁ ନେଇ। ହଁ, ସେ ପଚାରୁଛନ୍ତି ସୁମଧୁର ସ୍ୱରରେ, ସେ ହରେ ସ୍ୱଭାବେ ନିର୍ଗୁଣ ଚିନ୍ମାତ୍ର ପରମ କାରଣ ଲୀଳା ବିହାରେ ଗୁଣକ୍ରିୟା କି ରୂପେ ସର୍ଜେ ତାରମୟା ବାଳକ କ୍ରୀଡ଼ା ଭାବ ଜିୟୋହ୍ନେ ଏ ତ ନ ଘଟେ ଅନୁମାନେ ଇଚ୍ଛା ସ୍ୱଭାବେ ଖେଳିତାର ଏ ନୋହେ ମୋର ଗୋଚର ଯେ ନିଦ୍ରାଗତ ନିଜ ସୁଖେ ସେ କିପା ମିଶେ ଏତେ ଦୁଃଖେ। ଏ ପଦଗୁଡ଼ିକ ତ ସତରେ ଚିନ୍ତା ଜଗତରେ ଝଡ଼ ସୃଷ୍ଟି କଲା ଭଳି। ଯଦି ଈଶ୍ୱର ପୂର୍ଣ୍ଣ, ନିର୍ଗୁଣ, ନିଜ ଆନନ୍ଦରେ ମଗ୍ନ, ତାହେଲେ ତାଙ୍କୁ ଏ ଦୁଃଖ କଷ୍ଟରେ ଭରା ସଂସାର ତିଆରି କରିବାର କ'ଣ ଦରକାର ପଡ଼ିଲା? ଏଇଟା ହିଁ ତତ୍ତ୍ୱ ଜିଜ୍ଞାସାର ଶିଖର। ବାଳକ କ୍ରୀଡ଼ାଭାବ ବା ପିଲାର ଖେଳ ବୋଲି କହିବା ବି ବିଦୁରଙ୍କୁ ସନ୍ତୁଷ୍ଟ କରିପାରୁନି। କାରଣ ପିଲାଟିଏ ବି ତ କିଛି ଆନନ୍ଦ ପାଇଁ ଖେଳେ। ହଁ, କିନ୍ତୁ ଯିଏ ନିଜେ ଆନନ୍ଦର ସ୍ୱରୂପ, ତାଙ୍କୁ ଆଉ କିଏ ଆନନ୍ଦ ଦରକାର? ଆଉ ଶେଷ ପଦଟି, ଯିଏ ନିଦ୍ରାଗତ ନିଜ ସୁଖେ ସେ କିପା ମିଶେ ଏତେ ଦୁଃଖେ, ଏଇଟା ପୁରା ଦାର୍ଶନିକ ସମସ୍ୟାକୁ ଗୋଟିଏ ଧାଡ଼ିରେ ବାନ୍ଧି ଦେଇଛି। ଏହି ବିରୋଧାଭାସକୁ ସେ ଆହୁରି ଆଗକୁ ନେଇ କର୍ମ, କର୍ତ୍ତା ଆଉ ଭୋକ୍ତାର ସମ୍ପର୍କ ଉପରେ ପ୍ରଶ୍ନ କରୁଛନ୍ତି। ଏଇଟା ଆହୁରି ଜଟିଳ ଯେ ଗୁଣମୟୀ ମାୟା ବଳେ ବିଶ୍ୱ ସର୍ଜଇ ଅବେହେଳେ ପୁଣି ପାଳିନ କରେ ଅନ୍ତ ବ୍ୟାପାରୀ ପୁରୁଷ ଯେମନ୍ତ ଯେ ଜୀବାତ୍ମା ବ୍ରହ୍ମମୟେ କିପା ଅବିଦ୍ୟା ସଙ୍ଗ ହୋଏ କର୍ମ କରେ ନାନାମତେ ଯେ ଦେଶକାଳ ପାତ୍ର ଅର୍ଥେ କେମନ୍ତେ ସୃଷ୍ଟି ସେ କରେଇ ସେ କର୍ମ ତାକୁ ନ ଲାଗୋଇ ମାୟା ସଂଯୋଗେ ନିପାତୋଇ ଅନ୍ୟ ପୁରୁଷ ପ୍ରାୟ ହୋଇ ସେ ଏକ ସର୍ବାତ୍ମା ଗତି ସକଳ କ୍ଷେତ୍ରେ ତାର ସ୍ଥିତି କର୍ମରୁ ସୁଖ କ୍ଲେଶ ସ୍ଫୁରେ ସେ କିପାଇଁ ଆଏ କର୍ମେ ବିହରେ। ଏଠାରେ ଦେଖନ୍ତୁ, ବିଦୁର ଦୁଇଟି ସ୍ତରରେ ପ୍ରଶ୍ନ ପଚାରୁଛନ୍ତି। ପ୍ରଥମ ସ୍ତରଟା ହେଲା ଈଶ୍ୱରଙ୍କୁ ନେଇ। ଯଦି ସେ ସୃଷ୍ଟି ସ୍ଥିତି ସଂହାର କରୁଛନ୍ତି, ତେବେ ସେ କର୍ମର ଫଳ ତାଙ୍କୁ କାହିଁକି ଲାଗୁନି? ହଁ, ସେ କେମିତି ଜଣେ ବ୍ୟାପାରୀ ଭଳି ଏସବୁ କରିବି ଏଥିରୁ ଅଲଗା ରହିପାରୁଛନ୍ତି? ଆଉ ଦ୍ୱିତୀୟ ସ୍ତର, ଯାହା ଆହୁରି ଗୁରୁତ୍ୱପୂର୍ଣ୍ଣ, ସେଇଟା ହେଲା ଜୀବକୁ ନେଇ। ଯଦି ଜୀବାତ୍ମା ପ୍ରକୃତରେ ବ୍ରହ୍ମମୟ, ତେବେ ସେ କାହିଁକି ଅଜ୍ଞାନର ବଶ ହୋଇ କର୍ମବନ୍ଧନରେ ପଡ଼ୁଛି? ମୋତେ ଯେଉଁ ପ୍ରଶ୍ନଟି ସବୁଠୁ ଅଧିକ ବିଚଳିତ କରୁଛି ସେଇଟା ହେଲା ସେ ଏକ ସର୍ବ ଆତ୍ମାଗତି, ସକଳ କ୍ଷେତ୍ରରେ ତାର ସ୍ଥିତି। ଯଦି ସେଇ ଗୋଟିଏ ଆତ୍ମା ହିଁ ସବୁ ଶରୀରରେ ଅଛି, ତାହେଲେ କାହାକୁ ସୁଖ ଆଉ କାହାକୁ ଦୁଃଖ କାହିଁକି ମିଳୁଛି? ଆପଣ ଏକଦମ ଠିକ୍ ଜାଗାରେ ଆଘାତ କଲେ। ଏଇଟା ହିଁ ମାୟାର ସବୁଠାରୁ ବଡ଼ ପ୍ରହେଳିକା। ଏକରୁ ଅନେକ ହବା ଆଉ ସେଇ ଅନେକ ଭିତରେ ପୁଣି ଏତେ ଭେଦଭାବ। ଏହି ପ୍ରଶ୍ନର ଜାଲରେ ସେ ଏମିତି ଛନ୍ଦି ହୋଇ ପଡ଼ିଛନ୍ତି ଯେ ଶେଷରେ ସେ ପୂରାପୂରି ଆତ୍ମସମର୍ପଣ କରିଦେଉଛନ୍ତି। ସୁମଧୁର ସ୍ୱରରେ
ଅଜ୍ଞାନ ସଙ୍କଟେ ମୋ ମନ ପଡ଼ି ଭାଳଇ ଛନ୍ନ ଛନ୍ନ ଏଣୁ ମୋ ମନେ ଯେତେ ଖେଦ ଜ୍ଞାନ ଖଡ଼ରେ ମୁନିଛେଦ। କେତେ ସୁନ୍ଦର କଥାଟିଏ। ଅଜ୍ଞାନ ସଙ୍କଟ। ସେ ଏହାକୁ ଖାଲି ଏକ ସମସ୍ୟା କହୁନାହାନ୍ତି, ଏକ ସଙ୍କଟ ବୋଲି କହୁଛନ୍ତି। ହଁ, ଆଉ ସେଥିରୁ ମୁକୁଳିବା ପାଇଁ ସେ କୌଣସି ଯୁକ୍ତିତର୍କ ମାଗୁନାହାନ୍ତି। ସେ ସିଧା କହୁଛନ୍ତି ଜ୍ଞାନ ଖଡ଼ଗରେ ଏହାକୁ କାଟିଦିଅନ୍ତୁ। ଏହା ହିଁ ଜଣେ ପ୍ରକୃତ ଶିଷ୍ୟର ଲକ୍ଷଣ। ବୁଦ୍ଧିର ସୀମା ଯେଉଁଠି ସରେ ଜ୍ଞାନ ସେଇଠୁ ଆରମ୍ଭ ହୁଏ। ଏବେ ଆସିବା ମୈତ୍ରେୟଙ୍କ ପ୍ରତିକ୍ରିୟାକୁ। ଏତେ ଜଟିଳ ପ୍ରଶ୍ନ ଶୁଣି ସେ କ'ଣ କଲେ? ସାଧାରଣତଃ ଏମିତି ସ୍ଥିତିରେ ଗୁରୁ ବିରକ୍ତ ହୋଇପାରନ୍ତି। କିନ୍ତୁ ଦେଖନ୍ତୁ ମୈତ୍ରୀ କ'ଣ କରୁଛନ୍ତି। କହନ୍ତି, ଶୁକ ମୁନିବର ଶୁଣ ପରୀକ୍ଷ ଦଣ୍ଡଧର ଏମନ୍ତେ ବିଦୁରର ବାଣୀ ସାନନ୍ଦେ ମୈତ୍ରେୟ ଶୁଣି ବିଷ୍ଣୁ ଚିନ୍ତନ ଅନୁରାଗେ ହସି କହନ୍ତି ତାର ଆଗେ। ସେ ଆନନ୍ଦିତ ହେଉଛନ୍ତି ଆଉ ଟିକେ ହସୁଛନ୍ତି। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଏ ହସର ମାନେ କ'ଣ? ତାଙ୍କର ହସ କହୁଛି ଯେ ବତ୍ସ, ତୁମେ ଯେଉଁ ସମସ୍ୟାରେ ପଡ଼ିଛ ସେଇଟା ବାସ୍ତବ ନୁହେଁ, କେବଳ ଏକ ଭ୍ରମ। ଆଉ ସେ ଆନନ୍ଦିତ କାରଣ ସେ ଏକ ଯୋଗ୍ୟ ଶିଷ୍ୟ ପାଇଛନ୍ତି। ଆଉ ସେ ଉତ୍ତର ଦେବା ପୂର୍ବରୁ ବିଷ୍ଣୁ ଚିନ୍ତନ କରୁଛନ୍ତି। ହଁ, ଅର୍ଥାତ୍ ସେ ନିଜେ ବୁଦ୍ଧିରେ ନୁହେଁ, ପରମ ତତ୍ତ୍ୱଙ୍କ କୃପାରୁ ଉତ୍ତର ଦେବାକୁ ଯାଉଛନ୍ତି। ଏହା ହିଁ ଜଣେ ସିଦ୍ଧ ଗୁରୁଙ୍କ ପରିଚୟ। ତେବେ ସେ କେଉଁଠୁ ଆରମ୍ଭ କରୁଛନ୍ତି? କୌଣସି ଜଟିଳ ତତ୍ତ୍ୱରୁ ନୁହେଁ, ବରଂ ଏକ ଅତି ସାଧାରଣ ଅନୁଭୂତିରୁ, ସ୍ୱପ୍ନରୁ। ସେ ବିଷ୍ଣୁ ମାୟାମୟ ଦେହି ଏମନ୍ତେ ମନକୁ ମୋହଇ ଈଶ୍ୱର ସ୍ୱଭାବେ ବିମୁକ୍ତ ତାର ବନ୍ଧନ ମାୟାମାତ୍ର ଯେସନେ ସ୍ୱପ୍ନେ ଅନୁମାନ ହୋଇ ମସ୍ତକ ଛେଦନ ସେ ରୂପେ ଆତ୍ମାର ବନ୍ଧନ ଅସତ୍ୟ ସତ୍ୟ ପ୍ରାୟ ଜାଣ। ଏହା ହିଁ ଅଦ୍ୱୈତ ବେଦାନ୍ତର ସାର। ମୈତ୍ରେୟ ସିଧା କହୁଛନ୍ତି, ତୁମେ ଯେଉଁ ବନ୍ଧନ କଥା କହୁଛ ତାହା ପ୍ରକୃତରେ ନାହିଁ। ଆତ୍ମା ସ୍ୱଭାବେ ବିମୁକ୍ତ। ତାର ବନ୍ଧନ କେବଳ ମାୟା ମାତ୍ର। ହଁ, ଆଉ ଏହାକୁ ବୁଝାଇବା ପାଇଁ ସ୍ୱପ୍ନର ଉଦାହରଣ ଦେଉଛନ୍ତି। ଯେତେବେଳେ ଆମେ ସ୍ୱପ୍ନରେ ଦେଖୁ ଯେ ଆମ ମୁଣ୍ଡ କଟିଯାଉଛି, ସେତେବେଳେ ସେହି ଭୟ, ସେହି କଷ୍ଟ ପୂରାପୂରି ସତ ଲାଗେ। ହଁ, ଝାଳରେ ଉଦା ହେଇଯାଅ, ହୃଦସ୍ପନ୍ଦନ ବଢ଼ିଯାଏ। କିନ୍ତୁ ନିଦ ଭାଙ୍ଗିବା ମାତ୍ରେ ଆମେ ହସି ପକାଉ, କାରଣ ଆମେ ଜାଣୁ ଯେ ତାହା ମିଛ ଥିଲା। ସେହିପରି ଆତ୍ମାର ବନ୍ଧନ ବି ଅସତ୍ୟ, କେବଳ ସତ୍ୟ ଭଳି ଲାଗେ। କିନ୍ତୁ ଗୋଟିଏ ପ୍ରଶ୍ନ ରହିଯାଉଛି। ସ୍ୱପ୍ନରେ ଯେଉଁ କଷ୍ଟ ହୁଏ ସେହି ମୁହୂର୍ତ୍ତ ପାଇଁ ତ ତାହା ସତ। ତେବେ ଆମର ଏହି ଜାଗ୍ରତ ଅବସ୍ଥାର ଦୁଃଖ କ'ଣ ସେମିତି ମିଛ? ଏଇଟା ମାନିବା ଟିକେ କଷ୍ଟକର। ବହୁତ ଭଲ ପ୍ରଶ୍ନଟିଏ। ମୈତ୍ରେୟ କହୁନାହାନ୍ତି ଯେ ଦୁଃଖର ଅନୁଭୂତି ମିଛ। ସେ କହୁଛନ୍ତି ଦୁଃଖର କାରଣ ଆଉ ଆଧାର ମିଛ। ଓହୋ, ଅର୍ଥାତ୍ ସ୍ୱପ୍ନରେ ମୁଣ୍ଡ ପ୍ରକୃତରେ କଟିନଥାଏ, କିନ୍ତୁ ମୁଣ୍ଡ କଟିବାର ଭୟ ଅନୁଭୂତ ହୁଏ। ସେମିତି ଆତ୍ମା ବନ୍ଧନରେ ନଥାଏ, କିନ୍ତୁ ବନ୍ଧନର ଦୁଃଖ ଅନୁଭୂତ ହୁଏ। ବା, ଏହାପରେ ସେ ଦ୍ୱିତୀୟ ଉଦାହରଣ ଦେଉଛନ୍ତି ଦର୍ପଣର। ସୁମଧୁର ସ୍ୱରରେ ଆତ୍ମାର ବିପରୀତ ଭାବେ ଈଶ୍ୱର ସ୍ୱଭାବେ ଶରୀର ଭେଦେ ଇଚ୍ଛା କରେ ଯେସ୍ନେ ଦର୍ପଣ ଭିତରେ ଦେଖେନ୍ତା ପୁରୁଷକୁ ମୋହେ ତାର ଗିକାର ଦେହେ ବହେ କର୍ମ କରନ୍ତେ ସେ କରଇ ସେ ଯେହେ ତାକୁ ନ ଲାଗେ। ଯଦି ସ୍ୱପ୍ନର ଉଦାହରଣ ବନ୍ଧନର ମିଥ୍ୟାତ୍ୱକୁ ବୁଝାଉଥିଲା, ତେବେ ଏହି ଦର୍ପଣର ଉଦାହରଣ ଆତ୍ମାର ଅକର୍ତ୍ତୃତ୍ୱକୁ ବୁଝାଉଛି। ମାନେ ଆତ୍ମା କିଛି କରେନି। କେମିତି? ଯେମିତି ଆମେ ଦର୍ପଣ ସାମ୍ନାରେ ନାଚିଲେ ପ୍ରତିବିମ୍ବ ବି ନାଚେ। ଯଦି ଦର୍ପଣ ମଇଳା, ତେବେ ପ୍ରତିବିମ୍ବ ବି ମଇଳା ଦେଖାଯାଏ। କିନ୍ତୁ ସେହି ପ୍ରତିବିମ୍ବର କୌଣସି କାର୍ଯ୍ୟ ଆମକୁ ତ ସ୍ପର୍ଶ କରେନି। ହଁ, ଠିକ୍ କଥା। ସେହିପରି ଶରୀର ଓ ମନରୂପକ ଦର୍ପଣରେ ଯାହା ସବୁ କର୍ମ ହେଉଛି, ତାର ସାକ୍ଷୀ ହୋଇଥିବା ଆତ୍ମାକୁ ତାହା ଲାଗେ ନାହିଁ। ଆତ୍ମା କର୍ତ୍ତା ବୋଲି ଦେଖାଯାଏ, କିନ୍ତୁ ପ୍ରକୃତରେ ସେ ଅକର୍ତ୍ତା। ତାମାନେ ଆମେ ନିଜକୁ ଦେଖଣାହାରି ନ ଭାବି ସେଇ ପ୍ରତିବିମ୍ବଟା ବୋଲି ଭାବି ନେଉଛେ। ଏକ୍ଜାକ୍ଟଲି। ଆଉ ସେଇଠୁ ହିଁ ତ ସବୁ ଦୁଃଖ ଆରମ୍ଭ ହେଉଛି। କୃଷ୍ଣ ମାୟା ବଳେ ଚନ୍ଦ୍ରର ଛାୟା ଯେମ୍ନେ ଜଳେ ଜଳ କମ୍ପନେ ସେ କମ୍ପଇ ସେ ଯେମ୍ନେ ତାକୁ ନ ଲାଗଇ ତେମନ୍ତେ ଜୀବ ମାୟା ବଳେ ଆତ୍ମାରେ ନ ରହେ ନିଶ୍ଚଳେ। ଏହି ଉଦାହରଣଟି ବହୁତ ସୁନ୍ଦର। ଆକାଶର ଚନ୍ଦ୍ର ହେଉଛି ପ୍ରକୃତ ଆତ୍ମା, ସ୍ଥିର, ନିଶ୍ଚଳ। ଜଳ ହେଉଛି ଆମର ମନ, ଆଉ ଜଳରେ ପଡ଼ୁଥିବା ଛାଇଟା ହେଉଛି ଜୀବାତ୍ମା। ହଁ, ଯେତେବେଳେ ପବନରେ ଜଳ କମ୍ପେ, ଚନ୍ଦ୍ରର ଛାଇ ବି କମ୍ପିଲା ପରି ଲାଗେ, କିନ୍ତୁ ଆକାଶରେ ଥିବା ପ୍ରକୃତ ଚନ୍ଦ୍ର ଉପରେ କିଛି ପ୍ରଭାବ ପଡ଼େ ନାହିଁ। ସେହିପରି ମାୟା ଯୋଗୁଁ ଆମ ମନରେ ଯେତେବେଳେ କାମନା, କ୍ରୋଧର ଢେଉ ଉଠେ, ଆମକୁ ଲାଗେ ଯେ ମୁଁ ଦୁଃଖୀ, ମୁଁ ଅଶାନ୍ତ।
କିନ୍ତୁ ବାସ୍ତବରେ ଆତ୍ମା ସବୁବେଳେ ସେହି ନିଶ୍ଚଳ ଚନ୍ଦ୍ର ପରି ଶାନ୍ତ ଆଉ ସ୍ଥିର। ତେବେ ସମସ୍ୟା ଆତ୍ମାରେ ନୁହେଁ, ସମସ୍ୟା ହେଉଛି ମାୟାଗ୍ରସ୍ତ ମନରେ। ତେବେ ଏହାର ସମାଧାନ କ'ଣ? ଏହି କମ୍ପୁଥିବା ଜଳକୁ ସ୍ଥିର କରିବାର ଉପାୟ କ'ଣ? ହଁ, ମୈତ୍ରେୟ କେବଳ ସମସ୍ୟା କହି ଅଟକି ଯାଉନାହାନ୍ତି, ସେ ଏହାର ବ୍ୟବହାରିକ ସମାଧାନ ବି ଦେଉଛନ୍ତି। ସୁମଧୁର ସ୍ୱରରେ ଯୋଗୀ ୟେ ଯୋଗଧ୍ୟାନ ବଳେ ଆତ୍ମାରେ ରହନ୍ତି ନିଶ୍ଚଳେ ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତି ଅନ୍ତରେ ନିଶ୍ଚଳେ ରହନ୍ତି ବିଷ୍ଣୁର ପାଦ ସେହି ମତେ ଯେ ବା ଚିନ୍ତନ୍ତି ଅବିରତେ ତାହାଙ୍କ ଦେହ କ୍ଲେଶ ଯେତେ ଦହନ ହୁଅନ୍ତି ସମସ୍ତେ ଏଣୁ କୃଷ୍ଣର ଗୁଣଗଥା ଯେ ଶୁଣେ ଯେ ଅବା ବକ୍ତା ଅଶେଷ କ୍ଲେଶ ତାଙ୍କ ଦେହେ ଦହନ ହୁଅନ୍ତି ତୃଣପ୍ରାୟ ସେ ହରିପାଦ ପଦ୍ମଗନ୍ଧେ ଚିତ୍ତ ଲୋଭିତ ମକରନ୍ଦେ ନିତ୍ୟ ପିବନ୍ତି ଭୃଙ୍ଗ ପ୍ରାୟ ତାଙ୍କୁ ନ ଲଗେ ଯମ ଭୟ। ଏଠାରେ ମୈତ୍ରେୟ ଦୁଇଟି ରାସ୍ତା କଥା କହୁଛନ୍ତି। ପ୍ରଥମଟି ହେଲା ଜ୍ଞାନ ଯୋଗ ବା ଧ୍ୟାନ ଯୋଗ। ଯୋଗୀମାନେ ଧ୍ୟାନ କରି ଇନ୍ଦ୍ରିୟକୁ ସଂଯମ କରି ନିଜ ମନକୁ ସ୍ଥିର କରନ୍ତି। ଏଟା ତ ବହୁତ କଠିନ ରାସ୍ତା। ହଁ, ଏହା ନିଜ ପ୍ରଚେଷ୍ଟା ଉପରେ ଆଧାରିତ, କିନ୍ତୁ ତାପରେ ସେ ଯେଉଁ ଦ୍ୱିତୀୟ ରାସ୍ତାଟି କହୁଛନ୍ତି ତାହା ଅଧିକ ସରଳ, ସହଜ, ତାହା ହେଉଛି ଭକ୍ତିର ରାସ୍ତା। ଆଉ ସେଇ ଭକ୍ତିର ରାସ୍ତାକୁ କେତେ ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଛନ୍ତି। କେବଳ ବିଷ୍ଣୁର ପାଦ ଅଭିରତେ ଚିନ୍ତନ କରିବା ଦ୍ୱାରା ସବୁ ଦେହର କ୍ଲେଶ ଦୂର ହୋଇଯାଏ। ଏପରିକି କେବଳ ଶ୍ରୀକୃଷ୍ଣଙ୍କର ଗୁଣଗାଥା ଶୁଣିଲେ ବା କହିଲେ ସବୁ ଦୁଃଖ ଘାସ ପରି ଜଳିଯାଏ ବୋଲି କୁହାଯାଇଛି। ଏଠି ଜ୍ଞାନର ଜଟିଳତା ନାହିଁ, କେବଳ ସରଳ ବିଶ୍ୱାସ ଆଉ ପ୍ରେମ ଅଛି। ଆଉ ଶେଷ ଦୁଇ ପଦରେ ସେ ଭକ୍ତିର ପରାକାଷ୍ଠାକୁ ବର୍ଣ୍ଣନା କରିଛନ୍ତି। ସେ ହରି ପାଦପଦ୍ମ ଗନ୍ଧେ ଚିତ୍ତ ଲୋହିତ ମକରନ୍ଦେ। ଯେମିତି ଗୋଟିଏ ଭ୍ରମର ଫୁଲର ମୋହୁରେ ମଗ୍ନ ହୋଇଯାଏ। ଠିକ୍ ସେମିତି ଯୋଉ ଭକ୍ତର ଚିତ୍ତ ଭଗବାନଙ୍କର ପାଦପଦ୍ମର ମକରନ୍ଦରେ ଲାଗିଯାଏ, ସେ ସଂସାରର ଦୁଃଖ କଷ୍ଟକୁ ଆପେ ଆପେ ଭୁଲିଯାଏ। ଫଳରେ ତାକୁ ଯମ ଭୟ ମଧ୍ୟ ଲାଗେ ନାହିଁ, ଅର୍ଥାତ୍ ସେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଏ। ତେବେ ଆଜିର ଏହି ଗଭୀର ଆଲୋଚନାରୁ ଯାହା ବୁଝାପଡ଼ିଲା, ବିଦୁରଙ୍କ ଜଟିଳ ପ୍ରଶ୍ନର ଉତ୍ତର ମୈତ୍ରେୟ କୌଣସି ଜଟିଳ ଦର୍ଶନରେ ନ ଦେଇ ଅତି ସରଳ ଉଦାହରଣ ଆଉ ଶେଷରେ ସହଜ ଭକ୍ତିର ମାର୍ଗରେ ଦେଲେ। ଏକଦମ ସଠିକ୍। ସେ ବୁଝାଇଲେ ଯେ ସମସ୍ୟା ବାସ୍ତବତାରେ ନାହିଁ, ଆମର ଦେଖିବାରେ ଅଛି। ହଁ, ଆମେ ନିଜକୁ ପ୍ରତିବିମ୍ବ ଭାବୁଛେ, ଯେତେବେଳେ କି ଆମେ ପ୍ରକୃତରେ ବିମ୍ବ। କରିବାକୁ ପଡ଼େ, ଯାହା ବହୁତ କଷ୍ଟ। କିନ୍ତୁ ଭକ୍ତି ମାର୍ଗରେ ମନକୁ ଭଗବାନଙ୍କ ଚରଣରେ ଲଗାଇଦେଲେ ମନ ଆପେ ଆପେ ସ୍ଥିର ହୋଇଯାଏ। କିନ୍ତୁ ଏସବୁ ଆଲୋଚନା ଶେଷରେ ଆଉ ଗୋଟିଏ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ିଯାଉଛି। ମୈତ୍ରେୟ କହିଲେ, ଆତ୍ମାର ବନ୍ଧନ ଅସତ୍ୟ, ସ୍ୱପ୍ନ ପରି। ଆମେ ବୁଦ୍ଧିରେ ଏହାକୁ ମାନି ନେଉଛେ। ହଁ, କିନ୍ତୁ ବ୍ୟବହାରିକ ଜୀବନରେ ଆମେ ସଂସାରର ଦୁଃଖକୁ ହିଁ ସତ ବୋଲି ଅନୁଭବ କରୁ। ତେବେ ଏହି ଜାଣିବା ଆଉ ଅନୁଭବ କରିବା ଭିତରେ ଯେଉଁ ଦୂରତା ଅଛି, ସେଇଟାକୁ କେମିତି ପାର କରାଯିବ? ହଁ, କେବଳ ଜାଣିବା ଯେ ଏହା ଏକ ସ୍ୱପ୍ନ ଆଉ ପ୍ରକୃତରେ ସ୍ୱପ୍ନରୁ ଜାଗି ଉଠିବା, ଏ ଦୁଇଟା ଭିତରେ ପ୍ରକୃତ ପାର୍ଥକ୍ୟ କେଉଁଠି? ଏହା ହିଁ ପ୍ରତ୍ୟେକ ସାଧକ ପାଇଁ ଚିନ୍ତନର ବିଷୟ। ନିଶ୍ଚିତ ଭାବେ ଏକ ଗଭୀର ପ୍ରଶ୍ନ। ଆଜିର ଏହି ଆଧ୍ୟାତ୍ମିକ ମନ୍ଥନ ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ନିଶ୍ଚୟ ଲେଖନ୍ତୁ। ଏହି ଗଭୀର ସମ୍ବାଦର ପରବର୍ତ୍ତୀ ଅଂଶ ଶୁଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରହନ୍ତୁ। ପୁଣି ଦେଖାହେବା ଏହି ଜ୍ଞାନଯାତ୍ରାର ଆଗାମୀ ଅଧ୍ୟାୟରେ। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।